ଗାଁର ଲୋକମାନେ ସଂକୀର୍ତ୍ତନ ନେଇ କାଠ ଅନୁକୂଳ କରିଥିଲେ। ସେଦିନ ଆମେ ଗୋଟିଏ ଅଖ ଢୁକେଇଥିଲୁ ବିଧି ମୁତାବକ। ବର୍ତ୍ତମାନ ଆଉ ଅନ୍ୟାନ୍ୟ କାର୍ଯ୍ୟ ପ୍ରାୟ 40 କାର୍ଯ୍ୟ ସରିଗଲାଣି, ଆଉ 60 କାର୍ଯ୍ୟ ବାକି ଅଛି। ଯେହେତୁ ଆମର ଜୁଲାଇ 16ରେ ପଡ଼ୁଛି, ତେଣୁ ଆମେ ଆଶା କରୁଛୁ ନିଶ୍ଚିତ ଭାବେ କାର୍ଯ୍ୟ ସରିଯିବ, ଟାଇମ୍ରେ ସରିଯିବ। ଆଜ୍ଞା ଆଜ୍ଞା ପ୍ରମୋଦ ଆୟ କହିବ ମହାରଣା ଆଜ୍ଞା, ଆପଣ ପରିଚୟ ଟିକେ ଦିଅନ୍ତୁ, ଲୋକମାନେ ଜାଣନ୍ତୁ ଯେ ଆମର ଜଗନ୍ନାଥଙ୍କର ଯେଉଁ ରଥ ତିଆରି ହେଉଛି ଆପଣ ତିଆରି କଲେ ସିଏ ବସିବେ, ଜଗନ୍ନାଥଙ୍କୁ ନିଜେ ବସିବେ। ତେଣୁ ଆପଣଙ୍କର ହାତରେ ତିଆରି ହେଉଥିବା ରଥରେ ବିଶ୍ୱର ଯେ ସ୍ୱାମୀ ସିଏ ବସିବେ। ସେଟା ହେଉଛି ଆପଣଙ୍କ ପାଇଁ କେତେ କେତେ ଖୁସି ଲାଗେ ଆପଣଙ୍କୁ କରିବା ପାଇଁ। ଆମେ ସେ ଜଗନ୍ନାଥଙ୍କ କୃପାରୁ ଆମକୁ ସେ ଯେତିକି ଆଦେଶ ଦେଇଛନ୍ତି ସେତିକି ଆମେ ଆସିକି କାମ କରିବାକୁ ଆଗ୍ରହତା ହେଉଛୁ। ଯାଇଥିଲେ ଆପଣମାନେ ଯାଇକି ମୋତେ ଡାକିଥିଲେ, ମୁଁ କହିଲି ହଉ ଯିବା, ଠାକୁରଙ୍କ ଦୟା। କିନ୍ତୁ ଇଆଡ଼େ ମୁଁ 3 ଜାଗା ଫେରେ କାମ ଧରିଛି, ତେଣୁକରି ଏଠିକା କାମକୁ ଆସିକି ସହଯୋଗ କରିଛି ଆଉ।